କିଛି କ୍ଷେତ୍ରରେ ଦେଖାଯାଏ ଓଡ଼ିଶାବାସୀ ଯଦି ଗାଁରେ ଯିବେ କେତେ ବୁଢ଼ା ବୁଢ଼ୀ ମାନେ ଅଛନ୍ତି ସେମାନେ ମଜାରେ ହୁଅନ୍ତୁ ବା ସତରେ ହୁଅନ୍ତୁ ସେମାନେ ଆମର ଯଦି ଚିଫ୍ ମିନିଷ୍ଟର କିଏ ମୁଖ୍ୟମନ୍ତ୍ରୀ କିଏ ପଚରାଯାଏ ତାହେଲେ ସେ କୁହନ୍ତି ଯେ ପାଣ୍ଡିଆନ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ମାନେ ଏମିତିପାଇଁ ସେମାନେ ଭାବନ୍ତି କାରଣ ନବୀନ ପଟ୍ଟନାୟକ ନିଜେ କିଛି ବୁଝୁନଥିଲେ, ସବୁକିଛି ପାଣ୍ଡିଆନଙ୍କ ଦ୍ୱାରା ହେଉଥିଲା। ଯାହା ବି ଘଟଣା ଘଟୁଥିଲା ପାଣ୍ଡିଆନ ନିଜେ ନିର୍ବାଚନକୁ ଲଢ଼ୁଥିଲେ ଏବଂ ଯାଇକି ପ୍ରଚାର କରୁଥିଲେ, ସବୁକିଛି ପାଣ୍ଡିଆନଙ୍କ ହାତରେ ଥିଲା। ତ ମୋର ଏଇଠି କଥା ଯେତେବେଳେ ତାଙ୍କ ନବୀନ ପଟ୍ଟନାୟକ ହାତରେ କ୍ଷମତା ଥିଲା, ଯେତେବେଳେ ସେ କ୍ଷମତାର ଅଧିକାରୀ ହେଇଥିଲେ ସେତେବେଳେ ସିଏ ତାର କ୍ଷମତାକୁ ସଦୁପଯୋଗ କଲେ ନାହିଁ କି ନା ବର୍ତ୍ତମାନ ଯେତେବେଳେ ତାଙ୍କର ଆକ୍ଟିଭନେସ୍ ଦେଖାଯାଉଛି ନା ଭାବୁଛନ୍ତି ଯେ ଯେତେବେଳେ ମଣିଷ ବୁଦ୍ଧି ମାନେ ଠକେ ସେତେବେଳେ ଶିଖେ, ସେଇ କଥାଟା ଆସିଛି ନା ଆଉ କିଛି କଥା ରହିଛି ବୋଲି ଭାବୁଛନ୍ତି? ଦେଖନ୍ତୁ ନବୀନ ବାବୁ 2000 ମସିହାରୁ ଯେବେଠାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିବା ଆରମ୍ଭ କରିଥିଲେ ଏବଂ ଗତ 2 ମାସ ପୂର୍ବ ପର୍ଯ୍ୟନ୍ତ ସେ ସମୟରେ ଯେତେବେଳେ ବି ମୁଖ୍ୟମନ୍ତ୍ରୀ ରହିଛନ୍ତି ସେତେବେଳେ କାହା ନା କାହା ଉପରେ ଲାଉ ହେଇକରି ସେ କାମ କରିଛନ୍ତି। ତେଣୁ ସେଟା ତାଙ୍କର ମତେ ଲାଗୁଛି ଯେଉଁମାନେ ନବୀନ ବାବୁଙ୍କ ରାଜନୀତି କ୍ୟାରିୟରକୁ ଦେଖିଛନ୍ତି ସେମାନେ ନିଶ୍ଚୟ ଅନୁଭବ କରିଥିବେ ଯେ ସିଏ କାହାରି ନା କାହାରି ଭରସାରେ କାହା ଉପରେ ଲାଉ ହେଇକରି ଏ 24 ବର୍ଷ ଧରିକିରି ଓଡ଼ିଶାବାସୀଙ୍କର ପାଖରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ। ସେ ଦୃଷ୍ଟିରୁ ଶେଷରେ ପାଣ୍ଡିଆନଙ୍କ ଉପରେ ନେଇଥିଲେ ଏବଂ ଓଡ଼ିଶାବାସୀ ତାର ବିଚାର କଲେ ଏବଂ ବିଚାର କରିକିରି ଯାହା ନିର୍ଣ୍ଣୟ ଦେବା କଥା ଦେଇ ସାରିଛନ୍ତି। ଭାରତୀୟ ଜନତା ପାର୍ଟି ପ୍ରତି ବିଶ୍ୱାସ ସ୍ଥାପନ କରିଛନ୍ତି। ଆମର ଦାୟିତ୍ୱ ହେଉଛି, ଆମର କର୍ତ୍ତବ୍ୟ ହେଉଛି ଓଡ଼ିଶାବାସୀଙ୍କୁ ସୁଶାସନ ଦେବୁ, ଓଡ଼ିଶାବାସୀଙ୍କୁ ଇମାନଦାରୀ ଶାସନ ଦେବୁ, ଓଡ଼ିଶାବାସୀଙ୍କ ପାଖରେ ଏକ ଗତିଶୀଳ ଶାସନ ବ୍ୟବସ୍ଥା ଠିଆ କରାଇବୁ।